ଆପଣ ଶୁଣୁଛନ୍ତି ରେଡିଓ ଢେଙ୍କାନାଳ 90 FM। ଫାଇଲେରିଆ ରୋଗର ନିରାକରଣ ପାଇଁ ଅଗଷ୍ଟ 10 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିବ। ଏହି ଉଦ୍ଦେଶ୍ୟରେ ଆସନ୍ତୁ ଶୁଣିବା ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁଙ୍କ ବାର୍ତ୍ତା। ସମସ୍ତଙ୍କୁ ମୋର ପ୍ରଣାମ। ଢେଙ୍କାନାଳ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଅନୁରୋଧ କରାଯାଉଅଛି, ଚଳିତ ଅଗଷ୍ଟ ମାସ 10 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ରୋଗର ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ। ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ କିମ୍ବା ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ ମାନେ ଘରକୁ ଘର ବୁଲି ସ୍କୁଲ, କଲେଜ ଓ ଅନ୍ୟ ଅନୁଷ୍ଠାନ ମାନଙ୍କୁ ଯାଇ ସମସ୍ତ ସଦସ୍ୟଙ୍କୁ ବୟସ ଓ ଉଚ୍ଚତା ଅନୁସାରେ ଫାଇଲେରିଆ ବଟିକା ଖୁଆଇବେ। ତେଣୁ ଆପଣ ସମସ୍ତଙ୍କୁ ଅନୁରୋଧ, ଏହି ଡିସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ବଟିକା ଖାଦ୍ୟ ଖାଇସାରିଲା ପରେ ନିଶ୍ଚିତ ଖାଆନ୍ତୁ ଓ ନିଜକୁ ଫାଇଲେରିଆ ମୁକ୍ତ କରିବା ସହିତ ଢେଙ୍କାନାଳ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରାନ୍ତୁ। ଏହି ବଟିକା ବାତ ଜ୍ୱର ବା ଫାଇଲେରିଆ ଲକ୍ଷଣ ଦେଖା ନଗଲେ ମଧ୍ୟ ଆମେ ନିଶ୍ଚିତ ଖାଇବା, କାରଣ ଆମ ଶରୀରରେ ବାତ ଜ୍ୱରର ପରଜୀବୀ କୀଟାଣୁ ଥାଇପାରନ୍ତି। କାରଣ ଆମ ଅଞ୍ଚଳରେ ବାତ ଜ୍ୱର ରୋଗୀ ଅଛନ୍ତି, ରୋଗ ସଂକ୍ରମଣ କରୁଥିବା ମଶା ଅଛନ୍ତି। ତେଣୁ ମଶା କାମୁଡ଼ିବା ଦ୍ୱାରା ଜଣକ ଦେହରୁ ଅନ୍ୟ ଜଣକୁ ରୋଗ କୀଟାଣୁ ସଂକ୍ରମଣ ହେବାର ସମ୍ଭାବନା ଅଛି। ଶରୀର ରୋଗ କୀଟାଣୁ ନାଶ କରିବା ପାଇଁ ବାତ ଜ୍ୱର ଔଷଧ ଖାଇବା ନିହାତି ଆବଶ୍ୟକ। ଏହି ଡିସି ଓ ଆଲବେଣ୍ଡାଜୋଲ ବଟିକା ବୟସ ଅନୁସାରେ ଦିଆଯାଇଥାଏ। 2 ରୁ 5 ବର୍ଷର ପିଲା ଡିସି 100 ମିଲିଗ୍ରାମର ଗୋଟେ ବଟିକା ଖାଇବେ ଓ ଆଲବେଣ୍ଡାଜୋଲର 400 ମିଲିଗ୍ରାମର ଗୋଟେ ବଟିକା ଖାଇବେ। 6 ରୁ 14 ବର୍ଷର ଲୋକ ଡିସି 100 ମିଲିଗ୍ରାମର 2ଟି ବଟିକା ଓ ଆଲବେଣ୍ଡାଜୋଲର 400 ମିଲିଗ୍ରାମର ଗୋଟିଏ ବଟିକା ନିଶ୍ଚିତ ଖାଇବେ। 15 ବର୍ଷ ବା ତାଠାରୁ ଉର୍ଦ୍ଧ୍ୱ ଲୋକ ଡିସି 100 ମିଲିଗ୍ରାମ 3ଟା ବଟିକା ଓ ଆଲବେଣ୍ଡାଜୋଲ 400 ମିଲିଗ୍ରାମର ଗୋଟିଏ ବଟିକା ଖାଦ୍ୟ ଖାଇସାରି ନିଶ୍ଚିତ ଖାଆନ୍ତୁ। ଏବଂ ଆଇଭରମେକ୍ଟିନ ବଟିକା 6 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉଚ୍ଚତା ଅନୁସାରେ ଖାଇବେ। ଏବଂ ଏହା ବ୍ୟତୀତ କେବଳ ଗର୍ଭବତୀ ମହିଳା, 2 ବର୍ଷରୁ କମ ବୟସର ଶିଶୁ, ଗୁରୁତର ଅସୁସ୍ଥ ବ୍ୟକ୍ତି ଓ ମାଙ୍କୁ ଶିଶୁ ଜନ୍ମର 1 ସପ୍ତାହ ମଧ୍ୟରେ ଏହି ବଟିକା ଦିଆଯିବ ନାହିଁ। ଏହା ବ୍ୟତୀତ ଅନ୍ୟ ସମସ୍ତେ ଏହି ଫାଇଲେରିଆ ବଟିକା ନିଶ୍ଚିତ ଖାଇପାରିବେ। ଏହି ବଟିକା ଶରୀର ପାଇଁ ନିରାପଦ। ଏହା ଆମ ଦେହରେ ଫାଇଲେରିଆ କୀଟାଣୁକୁ ମାରି ଦେଇଥାଏ, ଯାହାଦ୍ୱାରା ଆମକୁ ଗଦରଗଡ଼ ବା ହାଇଡ୍ରୋସିଲ ଭଳି ରୋଗ ହେବାକୁ ଦେଇନଥାଏ। ଥରେ ଗଦରଗଡ଼ ହୋଇଗଲେ ଏହା ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ କୌଣସି ଚିକିତ୍ସା ନାହିଁ। ତେଣୁ ଆସନ୍ତୁ ସମସ୍ତେ ମିଶି ଆମ ଢେଙ୍କାନାଳ ଜିଲ୍ଲାକୁ ଫାଇଲେରିଆ ମୁକ୍ତ ଗଠନ କରିବା। ଧନ୍ୟବାଦ।